ମକରରେ ମଦୁଆଙ୍କ ଉନ୍ମୁକ୍ତ କାଣ୍ଡ। ଜାଳିଲେ ବାଇକ୍, ମଦ ଦୋକାନରୁ ଲୁଟିଲେ ଟଙ୍କା। ମକର ପାଇଁ ସବୁଠି ଉତ୍ସବର ମହଲ ଥିଲାବେଳେ ବାରିପଦାରେ ମଦୁଆଙ୍କ ଉନ୍ମୁକ୍ତ କାଣ୍ଡ ଭିଆଇଛନ୍ତି। ମଦ ପାଇଁ ଦୋକାନର ବାଇକ୍କୁ ପୋଡ଼ିଦେବା ସହ ଟଙ୍କା ଲୁଟ୍ କରିଥିବା ନେଇ ବାରିପଦାର ଭଞ୍ଜପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଭଞ୍ଜପୁର ଥାନା ଅନ୍ତର୍ଗତ ମୁର୍ଗାବାଡ଼ିଠାରେ ଥିବା ବିଦେଶୀ ମଦ ଦୋକାନରେ ଶନିବାର ରାତି ପ୍ରାୟ 10ଟା ସମୟରେ ଯମୁନାଦେଇପୁର ଅଞ୍ଚଳର 7 ଜଣ ଯୁବକ ଦୋକାନ ବନ୍ଦ ହେଉଥିବା ବେଳେ ମଦ ମାଗିଥିଲେ। ତେବେ ଦୋକାନ ବନ୍ଦ ହେଉଛି, ତେଣୁ ବର୍ତ୍ତମାନ ମଦ ଦେଇ ହେବ ନାହିଁ ବୋଲି ଦୋକାନ କର୍ମଚାରୀ କହିଥିଲେ। ଏହାକୁ ନେଇ କର୍ମଚାରୀଙ୍କ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଦୋକାନରୁ ଜୋର ଜବରଦସ୍ତ ମଦ ବୋତଲ ନେଉଥିବା ବେଳେ କର୍ମଚାରୀ ବିରୋଧ କରିଥିଲେ। ଯୁବକମାନେ କର୍ମଚାରୀଙ୍କୁ ଇଟାରେ ମାରି ମୁଣ୍ଡ ଫଟାଇବା ସହ କେସ୍ କାଉଣ୍ଟରରୁ 1,20,000 ଟଙ୍କା ଲୁଟ୍ କରି ନେଇଯାଇଥିଲେ। ଏଥିପରେ ଦୋକାନ କର୍ମଚାରୀଙ୍କ ଗୋଟାଏ ବାଇକ୍କୁ ପେଟ୍ରୋଲ ଢାଳି ପୋଡ଼ିଦେବା ସହ ଅନ୍ୟ ଏକ ବାଇକ୍କୁ ବାଡ଼େଇ ଭାଙ୍ଗି ଦେଇଛନ୍ତି। ଏଥିସହିତ ଦୋକାନରେ ନିଆଁ ଲାଗିବାକୁ ଚେଷ୍ଟା କରୁଥିଲା ବେଳେ ପୋଲିସ ପେଟ୍ରୋଲିଂ ଗାଡ଼ିକୁ ଦେଖି ଖସି ପଳାଇ ଯାଇଥିଲା। ଏହାକୁ ନେଇ ମୁର୍ଗାବାଡ଼ି ଅଞ୍ଚଳର ଦୋକାନ କର୍ମଚାରୀ ବିକ୍ରମ କୁମାର ଗୁପ୍ତା ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଥାନାରେ କେସ୍ ନମ୍ବର 623ରେ ଏକ ମାମଲା ରୁଜୁ ହେବା ସହ 7 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଯମୁନାଦେଇପୁର ଅଞ୍ଚଳର ଲଲାଟେନ୍ଦୁ ଗିରି, ଶଙ୍କର ପଣ୍ଡା, ରଘୁବୀର ବାସ୍କେ, ଲିଙ୍ଗରାଜ ବେହେରା, ପାଞ୍ଚୁ ମାରାଣ୍ଡି, ରଞ୍ଚୁପାଳ ବାସ୍କେ ଓ ଅନ୍ୟ ଜଣେ ନାବାଳକ ଥିଲାବେଳେ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।